ଏଇଠି ଅଛି ମୁଁ ବନେଇବି ଖଟା ଆଉ ଫୁଟଣ ପକେଇ ଦେଇଛି। ଏବେ ସେଥିରେ ଆମ୍ବ କଷିଆ ଅଦା ଆଉ କଞ୍ଚା ଲଙ୍କା ଛେଚା ପକେଇ ଏବେ ହାଲକା ଭାଜି ନେବା। ଏବେ ଏସବୁକୁ ଦେଇଦେବା। ଏବେ ତ ଭଲସେ ସନ୍ତୁଳି ନେବା। ଖଟା ପାଇଁ ନେଇଛି କନ୍ଦମୂଳ, ଟମାଟୋ ଆଉ ଆମର ହେଲା ଅଉ। ଏବେ ଆମର ଇଏ ଭାଜି ହେଇଗଲାଣି। ଏଥିରେ ପାଣି ଦେଇଦେବା ସିଝିବା ପାଇଁ। ଏବେ ଏଥିରେ ଦେଇଦେବା ଲୁଣ, ହଳଦୀ, ତାପରେ ଆମେ ପାଣି ଦେବା। ଲଙ୍କାଗୁଣ୍ଡ ଏଠି ମୁଁ ପକେଇନି, ପରେ ପକେଇବି। ଦେଇଦେଉଛି କିଛି ପାଣି। ଶୁଣୁଥିବେ ସାଙ୍ଗମାନେ ମୋ ଭଏସ୍ କେମିତି ଶୁଭୁଛି, କାରଣ ମୋତେ ପୁରା ପ୍ରବଳ ଥଣ୍ଡା ହେଇଛି। ଯେଉଁ ଶୀତ ପଡ଼ୁଛି ଏବେ କୁହନ୍ତୁନି। ଏବେ ଆମେ ଘୋରେଇ ଦେବା ସିଝିବା ପାଇଁ। ଏଠି ଆମର ହାଲକା ସିଝିଗଲାଣି। ନଡ଼ିଆ ଏବେ ଦେଇଦେବା ଏଥିରେ ଚିନି, ଭଲସେ ମିଶାଇ ଦେବା। ଏଠି ଆମର ଖଟାର ପାଣିଟାକୁ ଟିକେ ବହଳିଆ କରିବା ପାଇଁ ହାଫ୍ ଚାମଚ ପାଖାପାଖି ମୁଁ ନେଇଯାଇଛି ବେସନ ଗୋଳେଇକି ଥଣ୍ଡା ପାଣିରେ। ଏମିତି ମୁଁ କହିଥିଲି କି ମୁଁ ଲଙ୍କାଗୁଣ୍ଡ ପକେଇନି, ମୁଁ ଜିରା ଲଙ୍କାଗୁଣ୍ଡ ପକାଇବା ପାଇଁ ଲଙ୍କାଗୁଣ୍ଡ ପକାଇ ନଥିଲି, କାରଣ ଜିରା ଲଙ୍କାଗୁଣ୍ଡ ପକାଇଲେ ତା'ର ବାସ୍ନା ପୁରା ଖଟାରେ ଅଲଗା। ଏବେ ଆମର ଖଟା ପୁରା ରେଡ଼ି। ଦେଖନ୍ତୁ ବେସନ ଗୁଳା ଦେବାଠାରୁ ମାନେ ତା'ର ଝୋଳ କେତେ ଟିକେ ମୋଟା ହେଇଗଲା। ଏବେ ଆମର ଖଟା ପୁରା ରେଡ଼ି।